କଲବଲ କରିଲାଣି ତାତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ 40 ଡିଗ୍ରୀ ଛୁଇଁଲା ତାତି। ଟିଟିଲାଗଡ଼, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡ଼ରେ ତାପମାତ୍ରା 40 ଡିଗ୍ରୀ ଛୁଇଁଛି। ଆଗାମୀ 4ରୁ 5 ଦିନ ପର୍ଯ୍ୟନ୍ତ ଏହି ପ୍ରକାର ତାପମାତ୍ରା ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଗତକାଲି ରାଜ୍ୟରେ 5ଟି ସହରରେ ତାତି 40 ଡିଗ୍ରୀ ରେକର୍ଡ କରାଯାଇଛି। ଏସବୁ ଜିଲ୍ଲାଗୁଡ଼ିକ ହେଉଛି ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ସମେତ ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼। ଏସବୁ ଭିତରେ ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ 37 ଡିଗ୍ରୀ ପାର ତାପମାତ୍ରାରେ ସିଝିଛି ଜନଜୀବନ। ସେହିପରି ଆସନ୍ତା 2 ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ 40 ଡିଗ୍ରୀ ଛୁଇଁପାରେ। ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା 2 ଦିନ ମଧ୍ୟରେ ପାରଦ 40 ଡିଗ୍ରୀ ପାର କରିପାରେ। ଆଗାମୀ 4ରୁ 5 ଦିନ ମଧ୍ୟରେ ରାଜ୍ୟର ଆହୁରି ବଢ଼ିବ ତାପମାତ୍ରା। ଚଳିତ ବର୍ଷ ପ୍ରଥମ ଥର ପାଇଁ 5 ସହର ତାପମାତ୍ରା 40 ଛୁଇଁଛି। ଏପ୍ରିଲ 1ରୁ ଆହୁରି ଜାଳିବ ଖରା। ସେପଟେ ଓଡ଼ିଶାର ଗୋଟିଏ ଘୂର୍ଣ୍ଣବଳୟ ସକ୍ରିୟ ରହିଛି, ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ବିଜୁଳି ଓ ଘଡ଼ଘଡ଼ିର ମାତ୍ରା ଅଧିକ ରହିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ 2ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲକା ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।